त्रयोविंश अध्याय इंद्रद्युम्नଙ୍କ ब्रह्मलोक दर्शन। देवर्षि नारदଙ୍କୁ ब्रह्माଙ୍କ सभास्थଳକୁ ଯିବା ପାଇଁ ଦ୍ୱାର ଖୋଲିଦେଲେ ମଧ୍ୟ ସେଠାକୁ ଯିବା ନିମନ୍ତେ ଇନ୍ଦ୍ରଦ୍ୟୁମ୍ନଙ୍କୁ ନ ଛାଡ଼ିବାରୁ ନାରଦ ତାଙ୍କୁ କହିଲେ, ହେ ଦ୍ୱାରପାଳ, ମୋ ସାଥିରେ ଆସିଥିବା ବ୍ୟକ୍ତି ରାଜଶ୍ରୀ ଇନ୍ଦ୍ରଦ୍ୟୁମ୍ନ ଅଟନ୍ତି। ସେ ପିତାଙ୍କ ଦର୍ଶନର ଅଭିଳାଷୀ, ଏଣୁ ଏବେ ତାଙ୍କୁ ଭିତରକୁ ଯିବା ପାଇଁ ଦ୍ୱାର ଉନ୍ମୀଳନ କର। ନାରଦଙ୍କ କଥା ଶୁଣି ଦ୍ୱାରୀ ଉତ୍ତର ଦେଲା, ହେ ସ୍ୱାମୀ, ଆପଣଙ୍କ ସହ ଆସିଥିବା ବ୍ୟକ୍ତି ସାମାନ୍ୟ ନୁହନ୍ତି, ମାତ୍ର ମୁଁ ନାଚାର। କାହାରିକୁ ଭିତରକୁ ଯିବା ନିମନ୍ତେ ଛାଡ଼ିବା ପାଇଁ ମୋତେ ଅନୁମତି ନାହିଁ। ପିତୃଗଣ, ମନ୍ୱନ୍ତର ଅଧିପତି ଓ ଦିଗପାଳ ଗଣ ମଧ୍ୟ ଭିତରକୁ ଯିବା ପାଇଁ ଏଠାରେ ଅପେକ୍ଷାରତ। ଇନ୍ଦ୍ରଦ୍ୟୁମ୍ନ ଏଠାରେ କିଛି ସମୟ ରୁହନ୍ତୁ। ଆପଣ ଭିତରକୁ ଯାଇ ପିତାଙ୍କଠାରୁ ଅନୁମତି ଆଣିଲେ ତାଙ୍କୁ ସଭାଗୃହକୁ ଛାଡ଼ିବି। ମୁଁ ଜଣେ ଆଜ୍ଞାପାଳକ ସେବକ। ସ୍ୱାମୀଙ୍କ ଆଦେଶ ପାଳନ କରିବା ମୋର ଧର୍ମ। ଏଣୁ ଆପଣ ଓ ଆପଣଙ୍କ ପିତା ମୋ କାର୍ଯ୍ୟରେ କ୍ରୋଧାନ୍ୱିତ ହେବେ ନାହିଁ। ଦ୍ୱାରୀଙ୍କଠାରୁ ଏପରି କଥା ଶୁଣି ଦେବର୍ଷି ସଭା ମଧ୍ୟକୁ ପ୍ରବେଶ କରି ବେଦପତିଙ୍କୁ ପ୍ରଣାମ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଆସିବା କଥା ଶୁଣି ପଦ୍ମଯୋନି ଇଙ୍ଗିତରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ଭିତରକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କଲେ। ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ସାଥିରେ ଧରି ସଭାଗୃହରେ ପ୍ରବେଶ କରିବା ଦେଖି ଦେବତାମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଡ଼ିଲେ। ଇନ୍ଦ୍ରଦ୍ୟୁମ୍ନ ଦୂରରୁ ବ୍ରହ୍ମାଙ୍କୁ ଦେଖି ଭାବିଲେ, ଇଏ ବୋଧହୁଏ ଦାରୁ ବ୍ରହ୍ମ। ମୁଁ ବୋଧହୁଏ ସଦ୍ୟ ଜଗନ୍ନାଥଙ୍କୁ ଏଠାରେ ଦର୍ଶନ କରୁଛି। ଏହିପରି ଚିନ୍ତା କରି ରାଜା ତାଙ୍କୁ ପ୍ରଣାମ କରି ବିଭିନ୍ନ ପ୍ରକାରର ସ୍ତୁତି କଲେ। ବ୍ରହ୍ମ ସଭା ଭିତରେ ପ୍ରବେଶ କରି ତାଙ୍କୁ ଭୟ ଲାଗିଲା। ନାରଦ ବତାଇଥିବା ସ୍ଥାନରେ ସେ ଉପବେଶନ କଲେ। ବେଦପତି ହରିଚରିତ ସମ୍ବଳିତ ସଙ୍ଗୀତ ଶୁଣିସାରି କିଛି କ୍ଷଣ ମୌନ ହୋଇ ବସି ରହିଲେ। ବ୍ରହ୍ମାଙ୍କ ଦୁଇ ପତ୍ନୀ ଶାରଦା ଓ ସାବିତ୍ରୀ ଦୁଇ ପାଖରେ ଛିଡ଼ା ହୋଇ ଚାମର ଚାଳନା କରୁଥାନ୍ତି। ସ୍ୱଚ୍ଛ ନିର୍ମଳ ଶରୀରଧାରୀ ଦେବଗଣ ଧାତାଙ୍କର ସ୍ତୁତି ପାଠ କରୁଥାନ୍ତି। ବ୍ରହ୍ମ ଲୋକରେ କାହାରିକୁ ଜରା, ବ୍ୟାଧି ଓ ଆଧି ଗ୍ରାସ କରେ ନାହିଁ। କଳ୍ପ ଓ ମନନ୍ତର ଆଦିର ଗଣନା ସେଠାରେ ହୁଏ ନାହିଁ। ସଙ୍ଗୀତ ଶ୍ରବଣ ପରେ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କର କୁଶଳ ସମାଚାର ପଚାରିଲେ। କହିଲେ, ହେ ବଳଶାଳୀ ରାଜା, ତୁମେ ନାରାୟଣଙ୍କର ଅତି ପ୍ରିୟ। ତୁମେ ଜାଣ ଯେ ସାମାନ୍ୟ ବ୍ୟକ୍ତିଙ୍କ ପକ୍ଷରେ ଏହି ସତ୍ୟ ଲୋକରେ ପ୍ରବେଶ କରିବା ସମ୍ଭବ ନୁହେଁ। ମୁନିମାନେ ଅନେକ କଷ୍ଟ ସ୍ୱୀକାର କରି ଘୋର ତପସ୍ୟା ବଳରେ ପାପଶୂନ୍ୟ ହୋଇ ଏଠାକୁ ଆସନ୍ତି। ଚତୁର୍ଦ୍ଦଶ ଭୁବନରେ ଯେତେ ପ୍ରାଣୀ ଜନ୍ମଗ୍ରହଣ କରନ୍ତି, ସେ ସମସ୍ତେ ଭିନ୍ନ ଭିନ୍ନ ରୂପ ଗ୍ରହଣ କରି ଏହି ସତ୍ୟ ଲୋକକୁ ଆଶା କରି ରହିଥାନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ବ୍ରହ୍ମଲୋକ ଆଗମନର କାରଣ ପିତାମହଙ୍କୁ ଜ୍ଞାତ ଥିଲେ ମଧ୍ୟ ପିତାମହ ତାଙ୍କୁ ସସ୍ନେହେ ଆଗମନର କାରଣ ପଚାରିଲେ। ପିତାମହଙ୍କ ଉତ୍ତରରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ତାତ, ଆପଣ ଅନ୍ତର୍ଯ୍ୟାମୀ, ଏଣୁ ମନ କଥା ଆପଣଙ୍କୁ ମଧ୍ୟ ଜଣା। ତଥାପି କହୁଛି, ଆପଣଙ୍କ ପୁତ୍ର ବ୍ରହ୍ମର୍ଷି ନାରଦଙ୍କ ଠାରୁ ଆପଣଙ୍କ ପ୍ରେରିତ ସମ୍ବାଦ ପାଇ ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ କରାଇଲି। ତାପରେ ଦାରବତନୁ ଧାରଣ କରି ମହାପ୍ରଭୁ ଆବିର୍ଭୂତ ହେଲେ। ଆପଣଙ୍କ ଅନୁଗ୍ରହରୁ ମୁଁ ସକଳ କାର୍ଯ୍ୟ ସମ୍ପନ୍ନ କରିଛି। ଯେଉଁ ସ୍ଥାନରେ ମୁଁ ମନ୍ଦିର ନିର୍ମାଣ କରିଛି, ଆପଣ ସେହି ସ୍ଥାନକୁ ଯାଇ ସେହି ମନ୍ଦିରକୁ ପ୍ରତିଷ୍ଠା କଲେ ମୋ ମନସ୍କାମନା ପୂର୍ଣ୍ଣ ହେବ। ଏଣୁ ମୁଁ ଦେବର୍ଷିଙ୍କ ସହ ଏଠାକୁ ଆସି ଆପଣଙ୍କ ପାଦପଦ୍ମର ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଛି। ହେ ପ୍ରଭୁ, ତ୍ୱମେବ ସ ଜଗନ୍ନାଥୋ ନ ଭେଦୋ ଯୁବୟୋର୍ବିଭୋ ସ୍ଥାପ୍ୟଃ ସ୍ଥାପୟିତା ଚାଷୀ ବେଦ୍ୟୋ ବେଦୟିତା ଭବାନ। ଅର୍ଥାତ୍ ଯିଏ ହରି ସେହି ଚତୁର୍ମୁଖ। ଆପଣ ଦୁହିଁଙ୍କ ଭିତରେ କୌଣସି ପ୍ରଭେଦ ନାହିଁ। ନାମ ଓ ଭେଦ ତତ୍ତ୍ୱରେ ଆପଣ ଦୁହେଁ ଅଭିନ୍ନ। ମହାପ୍ରଭୁ ଜଗନ୍ନାଥ ହିଁ ଏକମାତ୍ର ଜ୍ଞେୟ ବସ୍ତୁ ଏବଂ ଆପଣ ଜ୍ଞାତା। ଜୈମିନୀ କହୁଥାନ୍ତି, ଇନ୍ଦ୍ରଦ୍ୟୁମ୍ନ ଏହିପରି ପିତାମହଙ୍କୁ କହୁଥିବା ବେଳେ ଋଷି ଦୁର୍ବାସା ହଠାତ୍ ବ୍ରହ୍ମସଭାରେ ଆସି ଉପସ୍ଥିତ ହେଲେ। ବ୍ରହ୍ମାଙ୍କୁ ପ୍ରଣାମ କରି କହିଲେ, ହେ ଚତୁରାନନ, ଆପଣଙ୍କ ଦ୍ୱାରଦେଶରେ ପିତୃପୁରୁଷ ଓ ମନ୍ୱନ୍ତରାଧିପ ଗଣ ନିଜ ବ୍ୟକ୍ତିଙ୍କ ଭଳି କେବେଠାରୁ ଅପେକ୍ଷାରେ ରହିଛନ୍ତି। ଆପଣଙ୍କ ଦ୍ୱାରୀ ସେମାନଙ୍କୁ ଭିତରକୁ ଆସିବାକୁ ଅନୁମତି ଦେଉନାହିଁ। ଆପଣ ଆଦେଶ ଦେଲେ ସେମାନେ ଆସି ଆପଣଙ୍କୁ ପ୍ରଣାମ କରିବେ। ଦୁର୍ବାସାଙ୍କ କଥା ଶୁଣି ବ୍ରହ୍ମା ଉତ୍ତରରେ କହିଲେ ଯେ ଲୋକପାଳଗଣ ଇନ୍ଦ୍ରଦ୍ୟୁମ୍ନଙ୍କ ସହ ତୁଳନୀୟ ନୁହନ୍ତି। ସେମାନେ ସମସ୍ତେ ମୋହ ଦ୍ୱାରା ବଶୀଭୂତ। ମାତ୍ର ଇନ୍ଦ୍ରଦ୍ୟୁମ୍ନ ଜୀବନ୍ମୁକ୍ତ ପୁରୁଷ। ସେ ସତ୍କାର୍ଯ୍ୟ ଦ୍ୱାରା ଦେହର ସମସ୍ତ ପାପ ବିନଷ୍ଟ କରିଛନ୍ତି। ସେ ପରମ ବିଷ୍ଣୁଭକ୍ତ ଓ ଆମ ବଂଶର ପଞ୍ଚମ ସନ୍ତାନ। ମାତ୍ର ଏହି ଦେବଗଣ ସୁଖ ଭୋଗ ଉଦ୍ଦେଶ୍ୟରେ ତପ ଆଚରଣ କରି ଦେବତ୍ୱ ଲାଭ କରିଛନ୍ତି। ଏଣୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଭିତରକୁ ଆସିବାର ଅନୁମତି ମିଳିଛି। ସେ ଯାହା ହେଉ, ତୁମ କଥାକୁ ରକ୍ଷା କରି ମୁଁ ଦେବଗଣଙ୍କୁ ଭିତରକୁ ଆସିବାକୁ ଅନୁମତି ଦେଇଛି।
ସେମାନେ ଏଠାକୁ ଆସି ମୋତେ ପ୍ରଣାମ କରି ସୁଖରେ ଫେରି ଯାଆନ୍ତୁ। ଦୁର୍ବାସାଙ୍କ ଦ୍ୱାରା ଆହୁତ ହୋଇ ଦେବତାଗଣ ବ୍ରହ୍ମସଭାରେ ପ୍ରବେଶ କରି ଯେଉଁ ସ୍ଥାନରେ ଗାୟକମାନେ ଗାନ କରୁଥିଲେ ସେହି ସ୍ଥାନରୁ ଦୂରରୁ ବ୍ରହ୍ମଦେବଙ୍କୁ ପ୍ରଣାମ କଲେ। ଲୋକପାଳଗଣ ବେଦପତିଙ୍କ ସମ୍ମୁଖକୁ ଯାଇ ତାଙ୍କୁ ନମସ୍କାର କଲେ। ସେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ପାଖରେ ଉପସ୍ଥିତ ଥାନ୍ତି। ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହୁଥାନ୍ତି, ହେ ରାଜା, ତୁମେ ନାରାୟଣଙ୍କ ନିମନ୍ତେ ମନ୍ଦିର ନିର୍ମାଣ କରିଛ, ଏକଥା ଠିକ୍। ମାତ୍ର ଏହା ଭିତରେ ଅନେକ ଦିନ ବିତିଗଲାଣି। ତୁମର ରାଜ୍ୟ ଆଉ ନାହିଁ। ତୁମର ଶୁଦ୍ଧ ପୂତବଂଶ ପୁତ୍ର ପୌତ୍ରାଦିଙ୍କର କାଳ ହୋଇଗଲାଣି। ଯେତେବେଳେ ଏଠାରେ ସଙ୍ଗୀତ ଗାନ ହେଉଥିଲା ସେତେବେଳେ ପୃଥିବୀରେ କେତେ ଯୁଗ ବିତିଗଲାଣି। ଏହା ଭିତରେ କୋଟି କୋଟି ରାଜା ରାଜତ୍ୱ କରିସାରିଲେଣି। ଏଠାରେ 1 ସପ୍ତତି ଦିବ୍ୟ ଯୁଗ ହେଲେ ପୃଥିବୀରେ ଗୋଟିଏ ମନନ୍ତର ହୁଏ। ଏହା ଭିତରେ ତୁମେ ମୃତ୍ୟୁ ଓ ବାର୍ଦ୍ଧକ୍ୟରେ ଆକ୍ରାନ୍ତ ହୋଇସାରିଛ। ମାତ୍ର ଏଠାରେ ଥିବାରୁ ତୁମକୁ ସେସବୁ ଜଣାଯାଇ ନାହିଁ। ତୁମର ସେହି ମନ୍ଦିର ଓ ସେହି ଦାରୁମୂର୍ତ୍ତି ସେହିପରି ରହିଛନ୍ତି। ତୁମେ ଏବେ ଫେରିଯାଇ ସେହି ମନ୍ଦିର ଓ ଦେବତାଙ୍କୁ ନିଜ ଆୟତ୍ତକୁ ନିଅ। ଆମ୍ଭେ ତୁମ ପଛେ ପଛେ ସେଠାରେ ପହଞ୍ଚିବୁ। ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହିପରି ନିର୍ଦ୍ଦେଶ ଦେଇ ବ୍ରହ୍ମଦେବ ଦେବତାମାନଙ୍କୁ ସସ୍ନେହେ ଚାହିଁ ବ୍ରହ୍ମପୁରକୁ ଆସିବାର କାରଣ ପଚାରିଲେ। ଦେବତାମାନେ ବିନୟାବନତ ହୋଇ